ଜଗନ୍ନାଥ ହର ହର ଶମ୍ଭୁ। ଆଗକୁ ଆସୁଛି ଆମର ଶିବରାତ୍ରି, ପ୍ରଭୁଙ୍କର ଜନ୍ମଦିନ ବା ଏହି ଦିନ ପ୍ରଭୁ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହେଇଥିଲେ। ଆଉ କିଛି ଲୋକ କହନ୍ତି ଏହି ଦିନ ଶିବଶକ୍ତିଙ୍କର ମିଳନ ହେଇଥିଲା, ସେଇଥିପାଇଁ ସେଇଠୁ ସୃଷ୍ଟି ଆରମ୍ଭ ହୋଇଥିଲା। ଆଉ କିଛି ଲୋକ କହନ୍ତି ଏହି ଦିନ ପ୍ରଭୁ ବିଷପାନ କରି ନୀଳକଣ୍ଠ ହୋଇଯାଇଥିଲେ, ସେଇଥିପାଇଁ ଏହି ମହାଶିବରାତ୍ରିର ମହତ୍ଵ ବହୁତ ଅଧିକ। ସେଇଥିପାଇଁ ପ୍ରତିବର୍ଷ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଏ। ଶିବରାତ୍ରି ସେଇଦିନ କରିବା ଉଚିତ ଯେଉଁଦିନ ଆମର ରାତ୍ରି 3 ପ୍ରହର ପର୍ଯ୍ୟନ୍ତ ଶିବରାତ୍ରି ରହିଥିବ। ଆଉ କିଛି ବ୍ରତ ହୋଇଥିଲେ ଉଦିତ ତିଥି ଅନୁସାରେ କରାଯାଏ। ଶିବରାତ୍ରି ବ୍ରତ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଏହି ଦିନ ରାତ୍ରି ସାରା ଉଜାଗର ରହି ଭକ୍ତମାନେ ଭଗବାନଙ୍କୁ ସ୍ମରଣ କରନ୍ତି। ବିଶ୍ୱାସ ଅଛି ଏହି ଦିନ ରାତ୍ରିରେ ଭଗବାନ ଭୋଳାଶଙ୍କର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି, ସେଇଥିପାଇଁ ଏହି ଦିନ ରାତି ଉଜାଗର କରାଯାଏ। ପ୍ରତିବର୍ଷ ମହାଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ଏହି ତିଥିରେ ମା ପାର୍ବତୀ ମାନେ ସତୀଙ୍କର ଏବଂ ପ୍ରଭୁ ଶିବଙ୍କର ବିବାହ ସମ୍ପନ୍ନ ହୋଇଥିଲା, ସେଇଥିପାଇଁ ଏହି ଦିନକୁ ମହାଶିବରାତ୍ରି ରୂପେ ପାଳନ କରାଯାଏ। ତାହା ସହିତ ବିଶ୍ୱାସ ଅଛି ଯେ ପୃଥିବୀରେ 12ଟି ଜ୍ୟୋତିର୍ଲିଙ୍ଗ ଆବିର୍ଭାବ ହୋଇଥିଲେ ଏହି ଦିନ, ଏହି ତିଥିରେ ହିଁ, ସେଇଥିପାଇଁ ମଧ୍ୟ ଏହି ଦିନକୁ ମହାଶିବରାତ୍ରି ଭାବେ ପାଳନ କରାଯାଏ। ଚଳିତ ବର୍ଷ ଫେବୃଆରୀ 26 ତାରିଖ ବୁଧବାରରେ ମହାଶିବରାତ୍ରି ପାଳନ କରାଯିବ। ଅନେକ କଣ ପ୍ରଭୁ ଶିବଶଙ୍କରଙ୍କର ନାମ ଜପ କରନ୍ତି, ପ୍ରଭୁଙ୍କର ଆରାଧନା କରନ୍ତି। ଶିବଶଙ୍କର ଭଗବାନ ହେଉଛନ୍ତି ଦୟାଳୁ ଭଗବାନ। ଭଗବାନ ଭକ୍ତମାନେ ଯାହା ମାଗନ୍ତି ପ୍ରଭୁ ଶଙ୍କର ତାହା ନିଶ୍ଚିତ ଭାବରେ ପ୍ରଦାନ କରନ୍ତି। ମହାଦେବଙ୍କୁ ଯେତେ ସବୁ ସୁଗନ୍ଧିତ ଫୁଲ ଏବଂ ବିଷାକ୍ତ ଫୁଲ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଭଗବାନ ଭକ୍ତମାନେ ଯାହା ମାଗନ୍ତି ପ୍ରଭୁ ବହୁତ ଖୁସିରେ ଅର୍ପଣ ତାଙ୍କୁ ତାଙ୍କର ମନବାଞ୍ଛା ପୂରଣ କରିଥାନ୍ତି, କାରଣ ସେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ବିଷାକ୍ତ ଫୁଲ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ ଭଗବାନଙ୍କର, ଯେମିତିକି ନାଗଚମ୍ପା, ଧଳା ମନ୍ଦାର, ଅରଖ, ଗୟସ, ସ୍ୱର୍ଣ୍ଣଚମ୍ପା, ଧଳା ଦୁଦୁରା, ଟଗର, ନାଲି ପଦ୍ମ ଆଉ ନାଲି କନ୍ୟର, ବେଲପତ୍ର ଅତ୍ୟନ୍ତ ପ୍ରିୟ ଭଗବାନଙ୍କର। ଏହିସବୁ ଫୁଲ ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଅର୍ପଣ କରିବା ବହୁତ ଶୁଭ ହୋଇଥାଏ। ତାହା ସହିତ ଏହି ଦିନ ବେଲ, ନଡ଼ିଆ, ବିଭିନ୍ନ ପ୍ରକାର ଫଳ, ଚଣା ଅର୍ଥାତ୍ ବାଦାମ, ବିରି, ମୁଗ, ବରକୋଳି ମଧ୍ୟ ଶିବରାତ୍ରିରେ ଭଗବାନଙ୍କୁ ଅର୍ପଣ କରାଯାଏ। ସମସ୍ତେ ଏହି ମହାଶିବରାତ୍ରି ବ୍ରତ ରଖିପାରିବେ, କିଛି ମଧ୍ୟ ଅସୁବିଧା ନାହିଁ। ଯେଉଁମାନେ ବ୍ରତ ରଖିବେ ସଂକଳ୍ପ ନେଇ ବ୍ରତ ରଖିବା ଉଚିତ। ବର୍ଷ ବର୍ଷ ତପସ୍ୟା କଲେ ମଧ୍ୟ ଯେଉଁ ଫଳ ମିଳେ ନାହିଁ, ଏହି ଗୋଟିଏ ଦିନ ବ୍ରତ ରଖିଲେ ତାହା ମିଳିଥାଏ। ଏହି ଯେଉଁମାନେ ବ୍ରତ ମିଳିଥାଏ, ଦେଖନ୍ତୁ ଆପଣ କେମିତି ସଂକଳ୍ପ କରିବେ। ଆପଣଙ୍କ ଘର ପାଖରେ ଯଦି ପୂଜାରୀ ନନା କିଏ ରହୁଛନ୍ତି ତାଙ୍କ ପାଖକୁ ଯାଇକି ସଂକଳ୍ପ କରିନେବେ। ଏହା କିପରି ଆରମ୍ଭ ହୋଇଥାଏ, ତା ପୂର୍ବ ଦିନରୁ ଆରମ୍ଭ ହୋଇଥାଏ। ସେତେବେଳେ ଏକବାର କରିକି ତାପରେ ବ୍ରତ ଆରମ୍ଭ କରନ୍ତି, କିନ୍ତୁ ପ୍ରାୟ ମ୍ୟାକ୍ସିମମ୍ ଜାଗାରେ ସକାଳୁ ହିଁ ଏସବୁ ନିଅନ୍ତି, ମାନେ ସଂକଳ୍ପ କରନ୍ତି। ସଂକଳ୍ପ କିପରି କରିବେ, ଆପଣ ହାତରେ ପାଣି ଧରିକି ସଂକଳ୍ପ କରିବେ। ମାନେ ଯଦି ସଂସ୍କୃତ ଶ୍ଲୋକ ମନେ ନାହିଁ ଆପଣ ଓଡ଼ିଆରେ ମଧ୍ୟ କହିପାରିବେ। ହେ ପ୍ରଭୁ ଭୋଳାଶଙ୍କର, ମୁଁ ଆପଣଙ୍କର ବ୍ରତର ସଂକଳ୍ପ ନେବାକୁ ଯାଉଛି, ଏହି ବ୍ରତ ଆପଣ ପୂରଣ କରନ୍ତୁ ମୋର। ଦୟାକରି ଏଥିରେ କିଛି ବାଧାବିଘ୍ନ ଆସିବାକୁ ଦିଅନ୍ତୁ ନାହିଁ, ସବୁ ବାଧାବିଘ୍ନକୁ ଆପଣ ଦୂର କରନ୍ତୁ। ବାସ୍ ଏଇଟା ହେଉଛି ସଂକଳ୍ପ। ଯଦି ପୂଜାରୀ ନନା ଥିବେ ସେ କହିଦେବେ, ଯଦି ପୂଜାରୀ ନନା ଆପଣଙ୍କ ପାଖରେ ନାହିଁ, ଆପଣ ବାହାରେ ଅଛନ୍ତି, କିପରି କରିବେ ସେ ଟାଇପ୍ର କରିଦେବେ। ତାପରେ ଭଗବାନଙ୍କୁ ସ୍ମରଣ କରିବେ। ରଖିବା ଉଚିତ। ଏଇ ଦିନ ଗୋଟିଏ ଦିନ ବ୍ରତ ରଖିଲେ ତାହା ମିଳିଥାଏ, ମାନେ ବର୍ଷ ବର୍ଷ ଧରି ଯାହା ପୂଜା କଲେ ମିଳିନଥାଏ, ଏହି ଦିନ ଗୋଟେ ବ୍ରତ ରଖିଲେ ମଧ୍ୟ ସେ। ଏହି ଦିନ କେହି ନିର୍ଜଳ ଉପବାସ ବ୍ରତ ରଖିଥାନ୍ତି, ତ ଆଉ କେହି ଫଳହାର ଏହି ବ୍ରତ ରଖିଥାନ୍ତି। ଯେଉଁମାନେ ବ୍ରତ ରଖୁନଥାନ୍ତି ସେମାନେ ମଧ୍ୟ କିଛି ଜରୁରୀ ନିୟମ ପାଳନ କରିବା ଉଚିତ। ଏହି ଦିନ ଏବଂ ଯେଉଁମାନେ ବ୍ରତ ରଖିନାହାନ୍ତି ସେମାନେ ମଧ୍ୟ ଜରୁରୀ ନିୟମ ମଧ୍ୟ ପାଳନ କରିଥାନ୍ତି। ଯେଉଁମାନେ ପ୍ରଭୁ ଶିବ ଶଙ୍କରଙ୍କର ଭକ୍ତ ସେମାନେ ସବୁଦିନେ ଭଗବାନ ଶଙ୍କରଙ୍କର ପୂଜା ଆରାଧନା କରନ୍ତି, କିନ୍ତୁ ବର୍ଷ ସାରା ପୂଜା କରିବାର ଫଳ ଗୋଟିଏ ଦିନରେ ହିଁ ବ୍ରତ କରି ମିଳିଥାଏ। କାରଣ ଏହି ଦିନ ଭଗବାନ ଶିବଙ୍କର ଜନ୍ମଦିନ ବିଶ୍ୱାସ ଅଛି। ଆଉ ଭଗବାନ ଶିବଙ୍କର ବହୁତ ଖାସ୍ ଦିନ, ଯାହାକୁ ଆମେ ବହୁତ ଭଲ ପାଆନ୍ତି, ତାଙ୍କର ଖାସ୍ ଦିନକୁ ନିଶ୍ଚିତ ଭାବରେ ତ ମନେ ରଖିବା ନା। ବହୁତ ଆମ ପାଇଁ ଭକ୍ତମାନଙ୍କ ପାଇଁ ମଧ୍ୟ ଏହି ଦିନଟି ବହୁତ ଖାସ୍ ହେଇଥାଏ। ଶିବରାତ୍ରି ଦିନ ଜଳାଭିଷେକ କିମ୍ବା ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଜଳ ମହୁ ଆଉ ଘିଅ, ଘୃତ, ଦହି, କ୍ଷୀର ଏସବୁ ସମର୍ପଣ କରାଯାଏ। ଗଙ୍ଗା ଜଳ ଭଗବାନଙ୍କୁ ଶିବଲିଙ୍ଗ ଅଭିଷେକ କରାଯାଏ। ତାପରେ କ'ଣ କରାଯାଏ, ଚନ୍ଦନ, ଏସବୁ ଭସ୍ମ, ଏସବୁ
ମନ୍ଦିରରେ କରାଯାଏ। ଆପଣ ଯଦି ଘରେ କରିବାକୁ ଚାହୁଁଛନ୍ତି ତାର ବିଧିବିଧାନ ମୁଁ ଆଗରୁ କହିସାରିଛି, ସେସବୁ ଦେଖିଦେବେ। ତାପରେ ଶିବରାତ୍ରି ଦିନ ସକାଳୁ ସ୍ନାନ କରି ପରିଷ୍କାର ଲୁଗାପଟା ପିନ୍ଧି ବ୍ରତ ରଖୁଥିବା ବ୍ରତୀମାନେ ସକାଳୁ ସକାଳୁ ଶିବ ମନ୍ଦିର ଯାଇ ଜଳାଭିଷେକ କରନ୍ତି, ପ୍ରଭୁଙ୍କର ପୂଜା ଆରାଧନା କରନ୍ତି। ଏହି ଦିନ କେହି କେହି ନିର୍ଜଳ ଉପବାସ କରି ଜାଗର ବ୍ରତ କରନ୍ତି, ତ କେହି କେହି ଆମ କିଛି ପଣା ଫଳ ଖାଇ, ଆଉ କିଛି ଜଣ ମାନେ ଯେଉଁମାନଙ୍କର ଦେହ ଜମା ବି ମାନୁନି ସେମାନେ କିଛି ଜଣ ଏମିତି ମାନେ ଅରୁଆ ଅନ୍ନ ମଧ୍ୟ ଖାଇ ଦେଇଥାନ୍ତି। କିନ୍ତୁ ଜମା ମଧ୍ୟ ଅରୁଆ ଅନ୍ନ ଖାଇବା ଠିକ୍ ନୁହଁ। ଯାହା କୁହନ୍ତି ଯେଉଁମାନେ ନିର୍ଜଳା ଉପବାସ ରଖିଥାନ୍ତି ସେମାନେ ଦିନସାରା ପାଣି ମଧ୍ୟ ପିଅନ୍ତି ନାହିଁ। ଯେଉଁମାନେ ପାଣି ପିଅନ୍ତି ନାହିଁ ସେମାନେ ମହାଦୀପ ଉଠିଲା ପରେ ପାଣି ଗ୍ରହଣ କରନ୍ତି। ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ବ୍ରତ ରଖିପାରିବେ। ଦେଖିବେ ଆପଣ ଯେତିକି ସମ୍ଭାଳି ପାରୁଛନ୍ତି ସେତିକି ବ୍ରତ ରଖିବେ। ପାଣି ନ ପିଇକି ପ୍ରାୟ ବେଶୀ ଲୋକ ରହିପାରନ୍ତି ନାହିଁ। ଯଦି ଆପଣ ଜଳ ଗ୍ରହଣ କରିବେନି ବୋଲି ମନସ୍ଥ କରିଛନ୍ତି, ଦେନ୍ ଆପଣ ଥରେ କରିକି ଦେଖନ୍ତୁ ଆପଣ ରହିପାରୁଛନ୍ତି ନା ନାହିଁ। ଦେନ୍ ରହିଗଲେ ବହୁତ ଭଲ। ଯଦି ରହିଯାଉଛନ୍ତି ମହାଦୀପ ଉଠିଲା ପରେ ଜଳ ଗ୍ରହଣ କରିବେ। କେହି କେହି ନିର୍ଜଳ ଉପବାସ ରଖିପାରନ୍ତି ନାହିଁ, କାରଣ କାହାର ଅଧିକ ସମୟ ଉପବାସରେ ରହିବା ଦ୍ୱାରା ମୁଣ୍ଡ ବୁଲେଇ ଗ୍ୟାସ୍ ଏସିଡିଟି ଅଧିକ ହେବାର ସମ୍ଭାବନା ଥାଏ। କିନ୍ତୁ ଏହି ଉପବାସ ସମସ୍ତେ ସଂକଳ୍ପ ନେଇ ଭକ୍ତିର ସହିତ ବ୍ରତ କରିଥାନ୍ତି, ସେମାନଙ୍କ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ। ଏହି ବ୍ରତରେ ମୁଖ୍ୟ ହେଉଛି ରାତିରେ ଦୀପ ପ୍ରଜ୍ୱଳନ କରିବାର। ଆପଣ ଶିବ ମନ୍ଦିରରେ ମାନେ ଦୀପ ପ୍ରଜ୍ୱଳନ କରିବେ, ନହେଲେ ଦେଖନ୍ତୁ କିଛି ଜଣ ଘରେ ମଧ୍ୟ ଦୀପ ପ୍ରଜ୍ୱଳନ କରନ୍ତି। ଯଦି ଘରେ ଦୀପ ପ୍ରଜ୍ୱଳନ କରନ୍ତି, ଯେଉଁଠି ବି ଦୀପ ପ୍ରଜ୍ୱଳନ କରନ୍ତି ସେଇଠି ତଳେ ଚାଉଳ ମାନେ ଅକ୍ଷତ ଚାଉଳ ଟିକେ ଫୁଲ ଦେଇକି କରିବେ। କିନ୍ତୁ ଏହି ଉପବାସ ଯେଉଁମାନେ ସଂକଳ୍ପ ନେଇ ଭକ୍ତିର ସହିତ ବ୍ରତ ରଖିଥାନ୍ତି ସେମାନଙ୍କ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଅଧିକ କଷ୍ଟ ହେଉଛି ତାହେଲେ ଆପଣ ମିଶ୍ରି ପାଣି ପିଇ ବ୍ରତ ରଖିପାରିବେ। ଆହୁରି ଅଧିକ କଷ୍ଟ ହେଲେ ଲେମ୍ବୁ ପାଣି କିମ୍ବା ଫଳମୂଳର ପଣା କିମ୍ବା ଅଧିକ କଷ୍ଟ ହେଲେ ଆପଣ ଅରୁଆ ଅନ୍ନ ସେବନ କରି ବ୍ରତ କରିପାରିବେ। ଏହି ବ୍ରତ ଯେହେତୁ ମହାଶିବରାତ୍ରି ଅର୍ଥାତ୍ ଜାଗର, ତେଣୁ ରାତିରେ ଉଜାଗର ରହି ବ୍ରତ ପାଳନ କରାଯାଏ। ଯେଉଁମାନେ ଛୋଟ ପିଲା, ବୃଦ୍ଧ ଲୋକ କିମ୍ବା ବିମାର ମାନେ ଦେହ ଭଲ ନାହିଁ ସେମାନେ ଶୋଇପାରିବେ। ବାକି ଅନ୍ୟମାନେ ଉଜାଗର ରହି ବ୍ରତକୁ ପାଳନ କରିବେ। ଦେଖନ୍ତୁ ଆପଣ ଯଦି ଏଟଲିଷ୍ଟ ଜାଗର ଦୀପ ଉଠିଲା ପର୍ଯ୍ୟନ୍ତ ଆପଣଙ୍କୁ ଅନିଦ୍ରା ରହିବାକୁ ପଡ଼ିବ। ଏହି ବ୍ରତ ଦିନ ଅଖଣ୍ଡ ଦୀପ ଲାଗେ ଭଗବାନଙ୍କ ପାଖରେ। ଆଉ ସେମାନେ କିଛି ଲୋକମାନେ ମହାଦେବଙ୍କ ଦୀପ ଉଠିଲା ପରେ ଖାଦ୍ୟ ଗ୍ରହଣ କରନ୍ତି। ଦେଖନ୍ତୁ ଆପଣ ଯଦି ରହିପାରିବେ ଆପଣ ରହିବେ, ସେଇଟା ନିଜ ଉପରେ ଡିପେଣ୍ଡ କରେ। ଏହି ଦିନ ଘରେ କିମ୍ବା ଶିବ ମନ୍ଦିରରେ ଶିବ ଠାକୁରଙ୍କୁ ଗଙ୍ଗା ଜଳ, ଶୁଦ୍ଧ ଜଳ, କଞ୍ଚା କ୍ଷୀର, ବିଭିନ୍ନ ଫଳ ରସ, ଆଖୁ ରସ ଇତ୍ୟାଦିରେ ଜଳାଭିଷେକ କରାଯାଏ କିମ୍ବା ଦହିରେ ମଧ୍ୟ ଅଭିଷେକ କରାଯାଏ। ଛୋଟ ନୂଆ ମାଟି ହାଣ୍ଡିରେ ଦହି ବସାଇ ଠାକୁରଙ୍କୁ ଅର୍ପଣ କରିପାରେ। ଦିନ ରାତି ମିଶେଇକି 8 ପ୍ରହର ଠାକୁରଙ୍କୁ ପୂଜା ଆରାଧନା କରାଯାଏ। ଯେଉଁମାନେ ବ୍ରତ ରଖିବେ ସେମାନେ ଠାକୁରଙ୍କ ଧ୍ୟାନ କରିବା ପାଇଁ ନିହାତି ଦରକାର। ସେମାନେ ଶିବ ସହସ୍ରନାମ, ଶିବ ପୁରାଣ, ଶିବରାତ୍ରି ବ୍ରତ କଥା, ଶିବ ସ୍ତୁତି, ଶିବ ଅଷ୍ଟକମ୍, ଶିବ ସ୍ତୋତ୍ରମ୍ ଉଚ୍ଚାରଣ କରି ପଢ଼ିପାରିବେ। କିମ୍ବା ମୋବାଇଲ ଫୋନରେ ମଧ୍ୟ ଶିବଙ୍କର ସ୍ତୁତିକୁ ଶୁଣିପାରିବେ, ଟିଭିରେ ଦେଖିପାରିବେ, ଆଉ ମନ୍ଦିରକୁ ଯାଇପାରିବେ, ଏସବୁ କରିପାରିବେ। କିମ୍ବା କିଛି ନହେଲେ ମଧ୍ୟ ଓମ୍ ନମ ଶିବାୟ ଏହି ମନ୍ତ୍ରକୁ ଦିନ ସାରା ଜପ କରିପାରିବେ। ଏହା ଦ୍ୱାରା ଭଗବାନଙ୍କର କୃପା ଲାଭ ହେବ। ଶିବରାତ୍ରି ଦିନ କାହା ସହିତ ଅଧିକ କଥା ହେବା ଠିକ୍ ନୁହଁ, କାରଣ କାଳେ ଆମର କଥା କାହାକୁ ଖରାପ ଲାଗିପାରେ। ସେଇଥିପାଇଁ ଯଥାସମ୍ଭବ ଏହି ଦିନ ମୌନ ବ୍ରତ ଧାରଣ କରନ୍ତୁ। ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ନିହାତି ଦରକାର। ଏହି ଦିନ ସ୍ୱାମୀ ସ୍ତ୍ରୀ ମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ଛୋଟ ଛୁଆଙ୍କୁ ଗାଳି କରିବା ଉଚିତ ନୁହେଁ। ମହାଦେବଙ୍କୁ ଯେହେତୁ ଧଳା ରଙ୍ଗ ପ୍ରିୟ, ଏହି ରଙ୍ଗର ଚିକଚିକିଆ ବସ୍ତ୍ର କିମ୍ବା ଧଳା ଗାମୁଛା ଅର୍ପଣ ମଧ୍ୟ କରିପାରିବେ। ତାପରେ ନନାଙ୍କୁ ସେଇ ଗାମୁଛାକୁ ଦେଇପାରିବେ, ଏହା ବହୁତ ଶୁଭ ହୋଇଥାଏ। ବସ୍ତ୍ର ସହିତ ଦକ୍ଷିଣା ମଧ୍ୟ ଦେବା ଉଚିତ। ଯଦି ବ୍ରାହ୍ମଣ ଆପଣଙ୍କ ଘରୁ ଆସି ପୂଜା କରୁଛନ୍ତି, ନହେଲେ ଆପଣ ମନ୍ଦିରରେ କରୁଛନ୍ତି, ଆପଣ ନିଶ୍ଚିତ ଭାବରେ ସଞ୍ଚା ଦେଇଦେବେ। ଯଦି ଏସବୁ କିଣି ପାରୁନାହାନ୍ତି ବ୍ରାହ୍ମଣଙ୍କୁ ଆପଣ ଦକ୍ଷିଣା ଦେଇଦେବେ। ଦକ୍ଷିଣା ଦେଲେ ସେ ହିସାବରେ କିଣିବେ। ଆପଣ ସେଇ ଭାବିବେ ମୁଁ ସେ ଗାମୁଛା କିଣିବା ପାଇଁ ତାଙ୍କୁ ଦେଉଛି, ତା ହିସାବରେ କରିବେ। ଆପଣ ଯଦି ଏସବୁ କପଡ଼ା ଫପଡ଼ା ମିଳିଲା ନିଶ୍ଚିତ ଭାବରେ କରିବେ। ଆପଣ ଯଦି ବାହାରେ ରହୁଛନ୍ତି ନିଶ୍ଚିତ ଭାବରେ ଆପଣ ଘରେ କାହାକୁ କହିକି ଆପଣ ମନ୍ଦିରରେ ଭୋଗ ଲଗାଇଦେବେ। ବସ୍ତ୍ର ସହିତ ଦକ୍ଷିଣା ଦେବା ଉଚିତ। ଯେକୌଣସି ପୂଜା ହେଉ ଦକ୍ଷିଣା ବିନା ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ। ଏହି ଦିନ ଘରକୁ ରୁଦ୍ରାକ୍ଷ ଆଣିବା ବହୁତ ଶୁଭ ହୋଇଥାଏ। ଜାଗର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ପିଲାମାନଙ୍କର ନାମକରଣ, କର୍ଣ୍ଣବିନ୍ଧ ସଂସ୍କାର, ଅନ୍ନପ୍ରସନ୍ନ, ନୂଆ ଘର ଆରମ୍ଭ, ଭୂମି ପୂଜା, ପୁରୁଣା ଘର ପୂଜା, ବିଦ୍ୟାରମ୍ଭ
ଇତ୍ୟାଦି ଅଧିକ ଶୁଭ ହୋଇଥାଏ। ଜାଗର ରାତିରେ ଦୀପ ଜାଳିବା ସମୟରେ ମନେ ରଖନ୍ତୁ ତଳେ ଦୀପ ଜାଳିବା ଉଚିତ ନୁହେଁ। ଦୀପ ତଳେ ଅରୁଆ ଚାଉଳ ଫୁଲ ରଖି ଦୀପ ଜାଳିବେ। ଯଦି ଘିଅର ଦୀପ ନାହିଁ ତାହେଲେ ଆପଣ କ'ଣ କରିବେ, ଆପଣ ରାଶି ତେଲର ଦୀପ ଜାଳିପାରିବେ, କିନ୍ତୁ ଘିଅର ଦୀପ ଜାଳିବା ଅତ୍ୟନ୍ତ ଶୁଭ ହୋଇଥାଏ। ମନରେ ଭକ୍ତିରେ ମାନସିକ ରଖି ଦୀପ ପ୍ରଜ୍ୱଳନ କରିବା ଉଚିତ। ଯେଉଁମାନେ ନିର୍ଜଳ ଉପବାସ ରଖି ସେମାନେ ମହାଦୀପ ଉଠିବା ପରେ ଜଳ ଗ୍ରହଣ କରନ୍ତି କିମ୍ବା ତା ପରଦିନ ସକାଳ ସୂର୍ଯ୍ୟୋଦୟ ପରେ ସଜ ଖାଇବା ଖାଆନ୍ତି। ଆଉ ଗୋଟେ କଥାଟି, ଏଇଠି ଯେଉଁ ଉଜାଗର ରହୁଛନ୍ତି ଖାଇବା କଥା ତ ଏଇଟା, ଉଜାଗରର ମୁଖ୍ୟ ନିୟମ ହେଲା ମାନେ ଅରିଜିନାଲ ନିୟମ ହେଲା କ'ଣ କରିବେ, ଆପଣ ସେଇଦିନ ରାତ୍ରି ସାରା ଶୋଇବେନି, ତା ପରଦିନ ଯାଇକି ରାତିରେ ଆପଣ ତାରା ଦେଖିବେ। ତାରା ଦେଖି ସାରିଲା ପରେ ଯାଇକି ଆପଣ ଶୟନ କରିବେ। ଦେନ୍ ଆପଣଙ୍କର ପୂଜାର ଫଳ ମିଳିବ ବୋଲି କୁହନ୍ତି। ଯଦି ଆପଣଙ୍କ ଦେହ ବାଧୁଛି ଆପଣ ଶୋଇପାରିବେ, କିଛି ନାହିଁ। ଭଗବାନ ଅଳ୍ପ ପୂଜାରେ ମଧ୍ୟ ସନ୍ତୁଷ୍ଟ। ଯଦି ଯେତେ ଭଲସେ ଆମେ ପୂଜା କରିବା ସେତେ ଭଲ, ଆମ ମନକୁ ବହୁତ ଭଲ ଲାଗିବ, ଭଗବାନ ମଧ୍ୟ ଆମ ପାଇଁ ବହୁତ ଖୁସି ହେବେ। ଦେଖନ୍ତୁ, ଆମେ ଯଦି ଆମ ବାପା ମା ପାଇଁ କିଛି ବି କଲେ, ଛୋଟ କିଛି ବି କଲେ, ସେ ବହୁତ ଖୁସି ହେବେ। ଯଦି ଆମେ ବହୁତ ଅଧିକ କରିବା ତଥାପି ସେ ବହୁତ ଖୁସି ହେବେ। ସେଇଥିପାଇଁ ଆମେ ଯେତେ ଶୀଘ୍ର ପାରିବା, ଯେତେ ପାରୁ ପର୍ଯ୍ୟନ୍ତ ପାରିବା ଆମେ କରିବା। ଆମ ଶରୀର ମଧ୍ୟରେ ମଧ୍ୟ ଶିବ ଅଛନ୍ତି। ଶିବ ଆମ ଦେହରୁ ଛାଡ଼ି ଚାଲିଗଲେ ଆମେ ଶବ ପାଲଟି ଯିବା। ସେଇଥିପାଇଁ ଆମ ଭିତରେ ମଧ୍ୟ ଶିବ ଅଛନ୍ତି। ସେଇଥିପାଇଁ ତ ଘରେ ଶିବଙ୍କର ପ୍ରତିମାକୁ ଏସବୁ ଶିବ ଲିଙ୍ଗ ଏସବୁ ରଖାଯାଏ ନାହିଁ। ଯଦି ଶିବଲିଙ୍ଗ ରଖାଯାଏ ବହୁତ ଛୋଟ ଶିବଲିଙ୍ଗ ରଖାଯାଏ। ବହୁତ ଆପଣ ଦେଖିବେ ଆଗ ଘର ମାନଙ୍କରେ ଏସବୁ ରଖାଯାଉନଥିଲା, ଏବେ କିଛି ଜଣ ରଖୁଛନ୍ତି। ଯଦି ରଖୁଛନ୍ତି ବହୁତ ଛୋଟ ରଖିବେ। ଶିବଙ୍କର ଫଟୋ ମଧ୍ୟ ପୂଜା କରାଯାଏ ନାହିଁ, କିନ୍ତୁ କିଛି ଭଲ ଲୋକଙ୍କ ଘରେ ଅଛି। କାହିଁକି? ଭଗବାନ ଶିବ ଆମ ଭିତରେ ଅଛନ୍ତି। ସେଇଥିପାଇଁ ତ ଆମେ ଶିବ ଭଗବାନଙ୍କୁ ବାହାରେ ଖୋଜିବା ଦରକାର ନାହିଁ। ଆମ ହୃଦୟ ଭିତରେ ଖୋଜିଲେ, ଆମ ହୃଦୟ ଭିତରେ ଖୋଜିଲେ ମଧ୍ୟ ଶିବ ଭଗବାନଙ୍କୁ ପାଇପାରିବା। ସେ ପରମ ବ୍ରହ୍ମ, ସେ ମାନେ ସବୁଆଡ଼େ ବ୍ୟାପ୍ତ। ସେଇଥିପାଇଁ ତ ଏହି ଦିନ 12ଟି ଜ୍ୟୋତିର୍ଲିଙ୍ଗ ଆବିର୍ଭାବ ହୋଇଥିଲେ। ସେମାନେ ଏତେ ଜ୍ୟୋତିର୍ଲିଙ୍ଗ ମାନେ ସେ ଲିଙ୍ଗର ଆକାର ଏତେ ବଡ଼ ଥିଲା, ମାନେ ତାର ମୂଳ ଆଉ ଶେଷ କିଏ ବି ଖୋଜି ପାରିଲେ ନାହିଁ। ବ୍ରହ୍ମା ବିଷ୍ଣୁ 2 ଜଣ ମିଶିକି ମଧ୍ୟ ଖୋଜି ପାରିଲେ ନାହିଁ। ବ୍ରହ୍ମା ଉତ୍ତର ଦିଗକୁ ଗଲେ, ମାନେ ଉପରକୁ ଗଲେ, ବିଷ୍ଣୁ ତଳ ଆଡ଼କୁ ଗଲେ। କାରଣ ବ୍ରହ୍ମା ହେଉଛନ୍ତି ରଜଗୁଣର ଅଧିକାରୀ। ସେଇଥିପାଇଁ ସେ ଉଚ୍ଚକୁ ଯାଇକି ମୁଣ୍ଡରୁ ମାନେ ଶୀର୍ଷ ଭାଗରୁ ପୂଜା କରିବି ବୋଲି କହିଲେ, ବଟ୍ କିନ୍ତୁ ଭଗବାନ ବିଷ୍ଣୁ ପାଦରୁ ପୂଜା କରିବି ବୋଲି କହିଲେ। ସେଇଥିପାଇଁ ଏହି ଦିନର ମହତ୍ଵ ବହୁତ ଅଧିକ ରହିଛି। ଆଉ ଏହି ଦିନ ଭଗବାନ ଶିବଶଙ୍କର ଆମ ଧରାଧାମକୁ ରକ୍ଷା କରିବା ପାଇଁ ବିଷ ପାନ କରିଥିଲେ। ହଳାହଳ ବିଷ ଯାହା ପାନ କରିଥିଲେ ସେଥିରେ ତାଙ୍କ ଦେହ ପୁରା ନୀଳବର୍ଣ୍ଣ ହୋଇଯାଇଥିଲା। ତାପରେ ମା ପାର୍ବତୀଙ୍କ ନିର୍ଦ୍ଦେଶ କ୍ରମେ ସେ ତାଙ୍କର ବିଷକୁ କଣ୍ଠରେ ରଖିଲେ। ସେଇଥିପାଇଁ ସେଇ ଦିନଠୁ ସେ କଣ୍ଠ ନୀଳ ହୋଇଗଲା। ସେଇଥିପାଇଁ ନୀଳକଣ୍ଠ ହେଲା। ତାଙ୍କର ଦେହରୁ ଉତ୍ତାପକୁ କମାଇବା ପାଇଁ ଏହି ଦିନ ସବୁକିଛ ଭାଙ୍ଗ, ତାପରେ ଦହି, କ୍ଷୀର ସବୁ ତାଙ୍କ ଉପରେ ଅର୍ପଣ କରାଗଲା। ସେଇ ଦିନଠାରୁ ଏହି ଶିବରାତ୍ରି ବ୍ରତ ବହୁତ ଜାକଜମକରେ ପାଳନ ହିଁ ଆସୁଛି। ଆଉ ଦେଖନ୍ତୁ, ବିଷକୁ ବିଷ ଯେହେତୁ କାଟେ, ସେଇଥିପାଇଁ ଦୁଦୁରା ଫୁଲ, ଗୟେଶ ଫୁଲ, ଏସବୁ ଫୁଲ ଭଗବାନଙ୍କୁ ଅର୍ପଣ କରାଯାଉଛନ୍ତି। କନିଅର ଫୁଲ ଏସବୁ ଭଗବାନଙ୍କୁ ଅର୍ପଣ କରାଯାଉଛି। ଆଉ ବେଲପତ୍ର କାହିଁକି ଅର୍ପଣ କରାଯାଉଛି? ବେଲଫଳ, ମା ଲକ୍ଷ୍ମୀଙ୍କର ଏକ ଅଂଶ ହେଉଛି ବେଲପତ୍ର। ମା ଲକ୍ଷ୍ମୀଙ୍କର ଅଂଶରୁ ହିଁ ବେଲଗଛ ସୃଷ୍ଟି। ମା ଲକ୍ଷ୍ମୀ ଶିବ ଭଗବାନଙ୍କୁ ମଧ୍ୟ ପୂଜା କରିଥିଲେ। କୁହାଯାଏ ଭଗବାନ ଶିବ ଓ ମା ଲକ୍ଷ୍ମୀ ଭାଇ ଭଉଣୀ ହେଲା, କାରଣ ମାନେ ସେମାନେ ସେମ୍ ସୋର୍ସରୁ। ସେଇଥିପାଇଁ ପ୍ରଭୁଙ୍କୁ ବେଲପତ୍ର ବହୁତ ପ୍ରିୟ ହୋଇଥାଏ। ଶିବରାତ୍ରି ଦିନ ବେଲପତ୍ର ବିନା ଠାକୁରଙ୍କ ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ। କେମିତି ବେଲପତ୍ର ଅର୍ପଣ କରିବେ? ଶିବଙ୍କ ମସ୍ତକେ ବେଲପତ୍ର ଅର୍ପଣ ବିଧି କେମିତି? ଆପଣ ଯେଉଁ ତ୍ରିଶାଖା ବେଲପତ୍ର ସେଥିରେ ଓମ୍ ଲେଖିବେ। ତାପରେ ଭଗବାନ ଯେଉଁ ନରମ ଜାଗା ଥିବ ମାନେ ବେଲପତ୍ରର, ସେଇଟା ଓଲଟେଇକି ଭଗବାନଙ୍କ ଉପରେ ରଖିବେ। 108 ବେଲପତ୍ର ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଏହି ଦିନ ଗଣି ଗଣି 108 ବେଲପତ୍ର, ଗୋଟେ ବେଲପତ୍ର ଦେଉଥିବେ ଓମ୍ ନମଃ ଶିବାୟ କହିବେ, ଆଉ ଗୋଟେ ବେଲପତ୍ର ଦେବେ ଓମ୍ ନମଃ ଶିବାୟ କହିବେ। ସେମିତି ପଦ୍ମ ମଧ୍ୟ 108 ପଦ୍ମ ଲାଗେ। ଏହି ଦିନ ରୁଦ୍ରାଭିଷେକ, ଜଳାଭିଷେକ କରିବାର ମହତ୍ଵ ବହୁତ ଅଧିକ। ଏହି ଦିନ ନିଶ୍ଚିତ ଭାବରେ ଆପଣ କିଛି ନହେଲେ ମନ୍ଦିରକୁ ଯାଇକି କରିବେ। ଆପଣ ଘର ପାଖରେ ଯଦି ମନ୍ଦିର ନାହିଁ, ଆପଣ ଯଦି ବାହାରେ ରହୁଛନ୍ତି, ନିଶ୍ଚିତ ଭାବରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବେ। ଶିବରାତ୍ରି ଦିନ ବେଲପତ୍ରରେ ଠାକୁରଙ୍କ ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ।
ତାହା ସହିତ ଶିବଙ୍କର ପୂଜାରେ ଶଙ୍ଖ ବଜାଇବା ମଧ୍ୟ ଉଚିତ ନୁହେଁ। ଯେଉଁମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିବେ। ହଁ, ଆଉ ନିଶ୍ଚିତ ଭାବରେ ଶିବରାତ୍ରି ଦିନ ଆପଣ ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିବେ। ଉଚ୍ଚାରଣ କଲା ବେଳକୁ ମନେ ରଖିବେ ଯେମିତି ଦାନ୍ତକୁ ଦାନ୍ତ ବାଜିବ ନାହିଁ। କେମିତି କହିବେ? ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଦାନ୍ତ ଯେମିତି ବାଜିବନି। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଏଇଟା ନହେଲେ ନମଃ ଶିବାୟ, ନମଃ ଶିବାୟ, ନମଃ ଶିବାୟ, ଏ ଟାଇପ୍ର କରିବେ। ମନ୍ତ୍ର ଉଚ୍ଚାରଣ କରିବେ ଯେମିତି ଦାନ୍ତକୁ ଦାନ୍ତ ବାଜିବ ନାହିଁ। ଶିବ ମନ୍ଦିରରେ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ପ୍ରଣାମ କରିବା ଉଚିତ। ଶିବ ମନ୍ଦିରର ଅର୍ଦ୍ଧ ପରିକ୍ରମା କରିବା ଉଚିତ। ପ୍ରଥମେ ଶିବ ମନ୍ଦିରର ଦକ୍ଷିଣ ଦିଗରେ ଗଣେଶଙ୍କୁ ପ୍ରଣାମ କରିବା ଉଚିତ। ଦକ୍ଷିଣରୁ ପଶ୍ଚିମକୁ ଗଲେ କାର୍ତ୍ତିକେୟ ଭଗବାନଙ୍କୁ ଦର୍ଶନ କରିବେ। ତାପରେ ପଶ୍ଚିମରୁ ଉତ୍ତରକୁ ଗଲେ ସେଇଠି ମା ପାର୍ବତୀ ବିରାଜମାନ ହେଇଛନ୍ତି। ମାଙ୍କ ପାଇଁ ଶଙ୍ଖା, ସିନ୍ଦୁର, ଫୁଲ, ଦୁବ, ଫଳ, ମୂଳ ଯାହା ନେଇଥିବେ ମାଙ୍କ ପୂଜା କରି ତାଙ୍କୁ ପ୍ରଣାମ କରିବା ଉଚିତ। ସେଇଥିପାଇଁ ମାଙ୍କ ସମ୍ମୁଖରେ ପାଦୁକ ନଳା ଥାଏ। ସେଇଠୁ ଫେରି ଆସିବେ। ପାଦୁକ ନଳାକୁ କେବେ ମଧ୍ୟ ଡେଇଁକି ଯିବା ଉଚିତ ନୁହେଁ। ଏହିପରି ଅର୍ଦ୍ଧ ପରିକ୍ରମା କରିବା ଉଚିତ। ଶିବ ମନ୍ଦିରରେ ପୂର୍ଣ୍ଣ ପରିକ୍ରମା କରିବା ଉଚିତ ନୁହେଁ। ଗର୍ଭବତୀ ନାରୀମାନଙ୍କୁ 6ରୁ 7 ମାସ ପରେ କୌଣସି ପୂଜା କାର୍ଯ୍ୟ କରିବା ପାଇଁ ବାରଣ କରାଯାଇଥାଏ, କାରଣ ସେମାନଙ୍କ ଶରୀରରେ ଅଧିକ କଷ୍ଟ ହୋଇଥାଏ। ଏହା ଶାସ୍ତ୍ରସମ୍ମତ। ସେଇଥିପାଇଁ ଆପଣ ଦୟାକରି ପାଳନ କରିବେ। ଯଦି ଆପଣଙ୍କୁ ପୂଜା କରିବାକୁ ଅତ୍ୟନ୍ତ ମନ ହେଉଛି ନିଶ୍ଚିତ ଭାବରେ ପୂଜା କରିବେ। ପୂଜା କରିବାକୁ କାହାକୁ ବି ବାରଣ ନାହିଁ, କିନ୍ତୁ ଆପଣ ମନ୍ଦିର ଯାଇପାରିବେ ନାହିଁ। ଦେଖନ୍ତୁ, କାରଣ ଆପଣ ଭିତରେ ହିଁ ଭଗବାନ ଅଛନ୍ତି। ସେହି ସମୟରେ ବହୁତ କଷ୍ଟ ହୋଇଥାଏ। ମନ୍ଦିରରେ ତ ପ୍ରବଳ ଭିଡ଼ ହୋଇଥାଏ। ଆପଣ ଘରେ ଭଗବାନଙ୍କୁ ଦର୍ଶନ କରିପାରିବେ, ଘରେ ପୂଜା କରିପାରିବେ। ଆଉ ଗୋଟେ କଥାଟି କରିବେ, ଆପଣ ଏହି ଦିନ ନିଶ୍ଚିତ ଭାବରେ ଖାଦ୍ୟ ଗ୍ରହଣ କରିବେ। ସାତ୍ବିକ ଖାଦ୍ୟ ଗ୍ରହଣ କରିବେ। ଦେଖିବେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଏହାକୁ କିଛି ଜଣ ଭୁଲ କହିପାରନ୍ତି, କିନ୍ତୁ ଏହା ବୈଜ୍ଞାନିକ ସମ୍ମତ ଓ ଶାସ୍ତ୍ରସମ୍ମତ ମଧ୍ୟ। ସେଥିପାଇଁ ନିଶ୍ଚିତ ଭାବରେ ପାଳନ କରିବେ। ଏହାର କାରଣ ହେଉଛି ଗର୍ଭବତୀ ନାରୀମାନଙ୍କର 6ରୁ 7 ମାସ ପରେ ବହୁତ କଷ୍ଟ ହୋଇଥାଏ। ଆପଣ ତ ଏସବୁ କଥାଟା ଜାଣିଛନ୍ତି, ଆଉ ଅଧିକ କ'ଣ କହିବି। କିନ୍ତୁ ଗର୍ଭବତୀ ମହିଳା ଶିଶୁର ସୁରକ୍ଷା ଦୃଷ୍ଟିରୁ ଏପରି କୁହାଯାଏ, ବହୁତ କଷ୍ଟ ହୁଏ। ମାସିକ ଧର୍ମ ସମୟରେ ଯେଉଁମାନେ ପୂର୍ବରୁ ଜାଗର ବ୍ରତ କରି ଆସୁଛନ୍ତି ସେମାନେ ବ୍ରତ ରଖିବେ, କିନ୍ତୁ ମନ୍ଦିର ଯିବେ ନାହିଁ କି ପୂଜା କରିବେ ନାହିଁ। ଯେଉଁମାନେ ପ୍ରଥମ ଥର ପାଇଁ ବ୍ରତ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ସେମାନେ ବ୍ରତକୁ ମାସିକ ଧର୍ମ ସମୟରେ ଆରମ୍ଭ ନ କରି ପର ବର୍ଷ ଆରମ୍ଭ କରିବେ। କାରଣ ଏହି ଦିନ ଆପଣ ପ୍ରଥମେ ଆପଣ ପୂଜା କରିବେ, ସଂକଳ୍ପ କରି ପୂଜା ଆରମ୍ଭ କରିବା ଉଚିତ। ତ ଏଇ ବର୍ଷ କରିପାରିବେ ନାହିଁ। 7 ଦିନ ହୋଇଥିଲେ ହିଁ କରିବା ଉଚିତ। ଶିବଙ୍କର ପୂଜାରେ 7 ଦିନ ମାନେ ପୁରା ଆପଣ ଦେହରୁ ଯେଉଁ ବନ୍ଦ ହେଲା ପରେ ଯାଇକି ଆପଣ ପୂଜା କରିବା ଉଚିତ, କାରଣ ଏହି ସମୟରେ ମା ଆପଣଙ୍କ ଦେହ ଭିତରେ ରହିଥାନ୍ତି ବୋଲି ବିଶ୍ୱାସ ଅଛି। ଶରୀରକୁ ମଧ୍ୟ ବହୁତ କଷ୍ଟ ହୋଇଥାଏ। ଏହି ଦିନ ଆପଣ ଯଦି ପୂଜା କରୁନାହାନ୍ତି, ସାତ୍ବିକ ଅନ୍ନ ଗ୍ରହଣ କରିବେ, ମାନେ ଉପବାସ କରୁନାହାନ୍ତି, ସାତ୍ବିକ ଅନ୍ନ ଗ୍ରହଣ କରିବେ, ଭଗବାନଙ୍କ ନାମ ଜପ କରିବାକୁ ତ କେତେ ମନା କରୁନି। ବାସ୍ ଭଗବାନଙ୍କ ନାମ ଜପ କରିବେ, ସେଥିରେ ତ ଭଗବାନ ଖୁସି ହେଇଯିବେ। ମନ୍ଦିର ଯାଇବେ, ଯେତେବେଳେ ଆପଣ ଭଲସେ ପୂଜା କରିବେ, ଯେତେବେଳେ ଶିବରାତ୍ରି ଆରମ୍ଭ କରିବାକୁ ଚାହିଁବେ ସେହି ସମୟରେ ମନ୍ଦିର ଯାଇକି ପ୍ରଥମେ ସଂକଳ୍ପ କରିବି, ସେଇଥିରୁ କରିବେ। ଯାହା ବି ପୂଜା ଆରମ୍ଭ କରୁଛନ୍ତି, ଆପଣ ଜନ୍ମାଷ୍ଟମୀ ହଉ କିମ୍ବା ଆପଣ ଶିବରାତ୍ରି ହଉ, ଯାହା ବି ହେଲେ ମନ୍ଦିର ଯଦି ସଂକଳ୍ପ କରିପାରୁନାହାନ୍ତି ନିଜେ ମଧ୍ୟ ସଂକଳ୍ପ କରିଦେବେ। ବୁଝିପାରିଲେ? କାହିଁକି ମନ୍ଦିର ଯାଇପାରିବେନି କିଛି, ସେଇଥିପାଇଁ ଆର ବର୍ଷ ବ୍ରତ ଆରମ୍ଭ କରିବା ଭଲ। ଆପଣଙ୍କର ଯାହା ଇଚ୍ଛା ଅଛି ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ ଭଗବାନଙ୍କ ଦୟାରୁ। ଆଉ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିବାକୁ ଜମା ବି ଭୁଲିବେନି। ଏହି ଦିନ ଶିବ ଅଷ୍ଟକମ୍, ଜାଗର ବ୍ରତ କଥା କେମିତି ହେଲା ସେ କଥା ପଢ଼ିବେ। ଆଉ ଭଗବାନଙ୍କର ଏହି ଦିନ ରାତି ସାରା ଯଦି ନାମ ଜପ କରିବେ, ଦେଖିବେ ଆପଣ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଭଗବାନଙ୍କୁ ନିଶ୍ଚିତ ଭାବରେ ହୃଦୟରୁ ପ୍ରଣାମ କରିବେ, କାରଣ ସିଏ ହେଉଛନ୍ତି ପରମ ବ୍ରହ୍ମ, ପରମ ବ୍ୟାପୀ ଭଗବାନ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ। ଆପଣଙ୍କୁ ଯଦି ଏ ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଓମ୍ ନମଃ ଶିବାୟ ଲେଖିଦେବେ। ହେ ପ୍ରଭୁ, ଦୁନିଆର ସମସ୍ତଙ୍କୁ ରକ୍ଷା କର ପ୍ରଭୁ।